ଦିନେ ଗୋଟିଏ ଜଙ୍ଗଲରେ 3 ଦିନ ଧରିକି ବହୁତ ବର୍ଷା ହେଉଥିଲା। ସବୁ ପକ୍ଷୀମାନେ ଚିନ୍ତାରେ ଥିଲେ। ସେମାନେ କୁଆଡ଼େ ଯାଇପାରୁନଥିଲେ। ସେମାନେ ତାଙ୍କ ଘରେ ନଡ଼ିଆ ଘରେ ରହୁଥିଲେ। ତାପରେ କିଛି ସମୟ ପରେ ବର୍ଷା ବନ୍ଦ ହୋଇଗଲା। ଆଉ ପକ୍ଷୀମାନେ ନିଜ ଘରୁ ବାହାରି ବୁଲିବା ପାଇଁ ଆସିଲେ। ଆରେ ସାଙ୍ଗମାନେ, 3 ଦିନ ହେଲାଣି ବର୍ଷା ପାଇଁ ଆମେ କିଛି ଖାଇନାହାନ୍ତି। ଆମ ପାଖରେ ତ କିଛି ଦାନା ନାହିଁ। ବର୍ଷା ତ ଛାଡ଼ି ଯାଇଛି। ଚାଲ ଆଜି ଦାନା ଖୋଜିଯିବା, ନହେଲେ ଆମେମାନେ ଭୋକରେ ମରିଯିବା। ହଁ ଟିକି, ତୁ ଠିକ୍ କହିଛୁ। ଆମେ 3 ଦିନ ହେଲାଣି କିଛି ଖାଇନାହାନ୍ତି। ତ ଚାଲ ଆମେ ସବୁ ଦାନା ଖୋଜିବାକୁ ଯିବା। ଆରେ ରହ ଟିକେ ଚଢ଼େ, ମୋ ପାଖରେ ଗୋଟିଏ ଆଇଡ଼ିଆ ଅଛି। ଏ ଜଙ୍ଗଲ ପାଖରେ ଗୋଟିଏ ବିଲ ଅଛି। ସେଥିରେ ମକାର ଗଛ ଲାଗିଛି। ଚାଲ ସାଙ୍ଗମାନେ ସେଇଠିକି ମକା ଚୋରି କରିବାକୁ ଯିବା। ଆଉ ଖୁବ୍ ମକା ଖାଇବା, ଆଉ କିଛି ଦାନା ଧରିକି ଆସିବା। ନାହିଁ କଳା କାଉ, ମକାର ବିଲକୁ ଯିବା ନାହିଁ। କାରଣ ଚୋରି କରିବା ହେଉଛି ପାପ। ଆମେ ଏଇଠି ସମସ୍ତେ ନିଜ ନିଜ ପାଇଁ ଦାନା ଖୋଜିବା, ଆଉ ସେହି ଦାନା ଖାଇ ଆମେ ବଞ୍ଚିବା। ଆରେ ଟିକେ ଚଢ଼େଇ, ତୁ ଯଦି ଯିବାକୁ ଚାହୁଁନୁ ତୁ ତ ଯାଆନି। ତାହେଲେ ଆମେ 3 ଜଣ ଯାଉଛୁ ଭାରି। ମକା ଚୋରି କରିବୁ, ଆଉ କିଛି ଖାଇବୁ, ଆଉ ତୋ ପାଇଁ ଧରିକି ଆସିବୁ। ଆରେ କଳା କାଉ, ବେଶୀ ଲୋଭ କଲେ ଭଲ ନାହିଁ। କିଏ ଜାଣିଛି ସେଠାରେ ପକ୍ଷୀ ଧରିବା ପାଇଁ ଜାଲ ବିଛେଇଥିବେ। ଆରେ ଚିଡ଼ିଆ, ବାସ୍ ତୁ ଯଦି ଯିବାକୁ ଚାହୁଁନୁ ତାହେଲେ ଯାଆନି। ମୁଁ ତ ସେ ମକା ବାଡ଼ିକୁ ବହୁତ ଥର ଯାଇଛି। କାହିଁ ମୋର ତ କେବେ କିଛି ହେଇନି। ଚାଲ ସାଙ୍ଗମାନେ ଏବେ ଯିବା ସବୁ ମକା ଖାଇବା ପାଇଁ। ତାପରେ ସେମାନେ ମକା ଖାଇବା ପାଇଁ 3 ଜଣ ଯାକ ସେଇଠୁ ବାହାରି ଗଲେ। ତାପରେ ସେମାନେ ଉଡ଼ି ଉଡ଼ି ସେ ମକା ବାଡ଼ିରେ ଯାଇ ପହଞ୍ଚିଗଲେ। ଆଉ ସେ ମକା ବାଡ଼ିକି ଦେଖି ବହୁତ ଖୁସି ହେଇଗଲେ। ଆରେ ସାଙ୍ଗମାନେ ଦେଖ, କେତେ ସୁନ୍ଦର ମକା, ଆଉ କେତେ ମକା ହେଇଛି। ଚାଲ ସବୁ ତଳକୁ ଯିବା ଆଉ ମକା ଖାଇବାର ମଜା ନେବା। ତାପରେ ସେମାନେ ତଳକୁ ଗଲେ, ଆଉ ତଳକୁ ଯାଇକି ମକା ଖାଇବାକୁ ଲାଗିଲେ। ଆରେ ବାଃ କଳା କାଉ, ତମେ ତ ଆଜି କମାଲ କରିଦେଲ। ଏ ମକା ଖାଇବାକୁ ମଧ୍ୟ ବହୁତ ଟେଷ୍ଟି ଲାଗୁଛି, ମିଠା ମଧ୍ୟ ଲାଗୁଛି। ମୁଁ ତ ଆଜି ପେଟ ପୂରେଇକି ଖାଇବି, ଆଉ ଘରକୁ ବି ନେଇକି ଯିବି। ଆରେ ହଁ ଲାଡ଼ୁ, ଯେତେ ଇଚ୍ଛା ସେତେ ଖା। ମୁଁ ତ ଏଠିକି ବହୁତ ଥର ଆସିଛି ମକା ଖାଇବା ପାଇଁ। ଯେତେ ଇଚ୍ଛା ସେତେ ମକା ଖା, ଏଠି କିଛି ଅସୁବିଧା ହବ ନାହିଁ। ତାପରେ 3 ଜଣ ଯାକ ମକା ଖାଇବାକୁ ଲାଗିଲେ। ଏପଟେ 2ଟି ଚିଲ ଚିଲେଇବାକୁ ଲାଗିଲେ। ଆରେ ପକ୍ଷୀମାନେ, ତୁମେମାନେ ଏଠି କ'ଣ କରୁଛ? ଆରେ ଚିଲ, ତୋତେ କ'ଣ ଦେଖାଯାଉନି? ଆମେ ମକା ଖାଉଛୁ ପରା। ଏମାନେ ଯଦି ମକା ଖାଇବ ତାହେଲେ ଏଠିକି ଆସ। ଏମାନେ ତ ମାଂସ ଖାଇବ, ମକା କ'ଣ ଖାଇବ? ଆରେ ପକ୍ଷୀମାନେ, ତମେମାନେ ବହୁତ ବଡ଼ ଭୁଲ କରିବା ପାଇଁ ଯାଉଛ। ଆଉ ଏ ମକା ବାଡ଼ି ଆଉ ଏ ମକା ସବୁ ଆମର। ଏଠି ମକା ଚାଷ ମୁଁ କରିଛି। ଆରେ ଚିଲ ଭାଇ, ଏ ତୁମର ମକା ବାଡ଼ି କି? ଆମେମାନେ ଜାଣିନଥିଲୁ। ଆମେ ଏବେ ଯାଉଛୁ ଭାରି। ତାପରେ 2 ଚିଲ କଥା ହେବାକୁ ଲାଗିଲେ। ଆରେ ଚିଲ ଶୁଣୁ, ଆମେ ବହୁତ ଦିନ ହେଲାଣି ଚଢ଼େଇର ମାଂସ ଖାଇନାହାନ୍ତି। ଏମାନଙ୍କୁ ଆଉ ମକା ଖାଇବାକୁ ଦେବା ଚାଲ। ତାପରେ ସେମାନଙ୍କୁ ଭଣ୍ଡେଇକି ମାରିକି ସେମାନଙ୍କର ମାଂସ ଖାଇଦେବା। ହା। ଆରେ ତୁ ଠିକ୍ କହିଛୁ ରେ ଚିଲ। ସେମାନଙ୍କୁ ଆହୁରି ମକା ଖାଇବାକୁ କହିଦେଉଛି। ତାପରେ ସେମାନଙ୍କୁ ମାରିକି ଖାଇଦେବା, ଆଉ ଆମ ଭୋକ ମେଣ୍ଟାଇବା। ଆରେ ଶୁଣ ପକ୍ଷୀମାନେ, ଏ କ୍ଷେତ ହେଉଛି ତ ମୋର। ତୁମମାନଙ୍କର ଯେତେ ଇଚ୍ଛା ସେତେ ମକା ଖାଇଦିଅ। ମୁଁ କିଛି କହିବିନି। ଖାଅ ପକ୍ଷୀମାନେ, ଖାଅ। ତାପରେ 3 ପକ୍ଷୀ ପୁଣି ଥରେ ମକା ଖାଇବାକୁ ଲାଗିଲେ। ସେମାନେ 3 ଜଣ ଯାକ ଚିଲ କଥାରେ ଫସିଗଲେ। ଚିଲମାନେ ଯାହା ଚାହୁଁଥିଲେ ସେଇଆ ହିଁ କରିଲେ। ସେମାନେ 3 ଜଣ ପକ୍ଷୀଙ୍କୁ ଗଛରେ ରସି ଦେଇକି ବାନ୍ଧିଦେଲେ। ଆରେ ଚିଲ ଭାଇ, ଆମକୁ ଛାଡ଼ ଆମକୁ। ତମେ ତ ନିଜେ କହିଥିଲ ମକା ଖାଅ ବୋଲି। ଯେତେ ଇଚ୍ଛା ସେତେ ମକା ଖାଅ ବୋଲି, ତ ପୁଣି ଆମକୁ କ'ଣ ପାଇଁ ବାନ୍ଧିଲ? ଆରେ ଚିଲ, ଆମକୁ ଛାଡ଼ିଦିଅ। ଆରେ ଚିଲ, ଆମକୁ ଛାଡ଼ିଦିଅ। ଆରେ କଳା କାଉ, ଏବେ ଆଉ କିଛି ହେଇପାରିବନି। ତମ 3 ଜଣ ଯାକକୁ ମାରି ଆମେ ତମମାନଙ୍କର ମାଂସ ଖାଇଦେବୁ। ହା। ତାପରେ ତମେମାନେ ମୋର କେତେ ମକା ଖାଇ ଦେଇଛ, ତାର ହିସାବ ତତେ ହିଁ ଦେବାକୁ ପଡ଼ିବ। ସେପଟେ ଟିକି ଚଢ଼େଇ ତା ସାଙ୍ଗମାନଙ୍କ କଥା ଚିନ୍ତା କରୁଥିଲା। ଆରେ କେତେ ଲେଟ୍ ହେଲାଣି, ଏମାନେ 3 ଜଣ ଯାକ ତ ଏବେ ଯାଇ ଆସିଲେନି। କିଛି ତ ଗଡ଼ବଡ଼ ଅଛି। ତାପରେ ଟିକି ଚଢ଼େଇ ସେ ମକା ବାଡ଼ିକୁ ଗଲା। ଆରେ ଏମାନଙ୍କୁ କିଏ ତ ଏଇଠି ବାନ୍ଧିକି ରଖିଛି। ଏମାନେ ବୋଧେ ମକା ଚୋରି କଲାବେଳେ ଧରା ପଡ଼ିଯାଇଛନ୍ତି। ଏମାନେ ହେଉଛନ୍ତି ମୋ ସାଙ୍ଗମାନେ। ଏମାନଙ୍କୁ ସାହାଯ୍ୟ କରିବା ହେଉଛି ମୋର କାମ। ମୁଁ ଯାଉଛି ଏମାନଙ୍କୁ ସେଥିରୁ ରକ୍ଷା କରିବି। ତାପରେ ଟିକି ଚଢ଼େଇ ଯାଇକି ସେମାନଙ୍କର ରସି ଖୋଲିଦେଲା। ତାପରେ ଜଲ୍ଦି ସେମାନେ ସେଇଠାରୁ ପଳେଇଗଲେ। ଜଲ୍ଦି ଆସ। ଟିକି ଚଢ଼େଇ, ତମେ ଆଜି ଆମ ଜୀବନ ବଞ୍ଚେଇଦେଲ।
ତମେ ଆମକୁ ବଞ୍ଚେଇ ନଥିଲେ ସେ 2 ଚିଲ ଆଜି ଆମକୁ ଖାଇ ଦେଇଥାନ୍ତେ। ଆଚ୍ଛା, ମୁଁ ତ ପ୍ରଥମରୁ କହିଥିଲି ଚୋରି କଲେ ଧରା ପଡ଼ିଯିବ ବୋଲି। ହଁ ଟିକି ଚଢ଼େଇ, ମୁଁ ଆଜିଠାରୁ ଆଉ କେବେ ଚୋରି କରିବିନି। ଆଜି ତ ଆମର ଜୀବନ ବଞ୍ଚିଗଲା। ଏ କଳା କାଉ ଆଜି ଆମକୁ ମାରି ଦେଇଥାନ୍ତା। ଆଜି ତମେ ଆମକୁ ଠିକ୍ ସମୟରେ ବଞ୍ଚେଇ ଦେଲ। ତୁମକୁ ବହୁତ ବହୁତ ଧନ୍ୟବାଦ। ତାପରେ ସବୁ ପକ୍ଷୀ ତାଙ୍କ ଘରକୁ ଚାଲିଗଲେ। ହେ ଭଗବାନ, ଏ ପକ୍ଷୀମାନେ କୁଆଡ଼େ ଗଲେ ଭାରି? କିଏ ତାଙ୍କର ରସି ଖୋଲିଦେଲା? ଯିଏ ବି ରସି ଖୋଲିଛି ମୁଁ ତାକୁ ଛାଡ଼ିବିନି। ମୋ ମକା ଖାଇକି ପଳାଇଛନ୍ତି ପରା। ତାପରେ ସେ ଚିଲ 2 ଜଣ ପକ୍ଷୀମାନଙ୍କୁ ଖୋଜିବାକୁ ବାହାରି ପଡ଼ିଲେ। ବାବରେ, ଏଇ ଚିଲ ତ ପ୍ରଥମ ଥର ପାଇଁ ଆମ ଜଙ୍ଗଲରେ ଦେଖିବାକୁ ମିଳୁଛି। ଇଏ ସେଇ ଚିଲ ତ ନୁହେଁ, ମକା ବାଡ଼ିର ମାଲିକ? ଏମାନେ ତ ବହୁତ ରାଗିକି ଅଛନ୍ତି। ଆରେ କୁଆଡ଼େ ତ ପକ୍ଷୀମାନେ ଦେଖାଯାଉନାହାନ୍ତି। କେମିତି ଖୋଜିବା ସେମାନଙ୍କୁ? ଆରେ କିଛି ନାହିଁ, ସେ କଳା କାଉ ବହୁତ ଲୋଭୀ। ସେ ମକା ଖାଇବାକୁ ପୁଣି ଥରେ ଆସିବ, ମୁଁ ଜାଣିଛି। ଏମିତି କିଛି ଦିନ ବିତିଗଲା। ସେଦିନ କଳା କାଉ ପାଣି ପିଇବାକୁ ଯାଇଥିଲା। ଆଉ ସେ ଚିଲ ତାପରେ ନଜର ରଖିଥିଲା। ଏବେ କୁଆଡ଼େ ଯିବୁ? ଆଜି ତତେ କିଏ ବଞ୍ଚେଇବ? ଚିଲ ଭାଇ, ମୋତେ ଛାଡ଼ିଦିଅ। ମୁଁ ଆଉ ତମ ମକା ବାରିକୁ କେବେ ଯିବି ନାହିଁ। ପ୍ଲିଜ୍ ମୋତେ ଛାଡ଼ିଦିଅ। କ୍ଷେତକୁ ଛାଡ଼େ, ତୁ ଏବେ ମୋ ପେଟକୁ ଯିବୁ। ତତେ ମୁଁ ଏବେ ଖାଇଦେବି। ହା 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 ହା। ଚିଲ ତାକୁ ଝାମ୍ପିଲା ବେଳେ କାଉ ଚକମା ଦେଇକି ସେଇଠାରୁ ସେ ପଳେଇଗଲା। ଆଉ ଆଗରେ ଯାଉଥିଲା, ଆଉ ଚିଲ ତା ପଛେ ପଛେ ଯାଉଥିଲା। ଆଉ ଜଲ୍ଦି ପଳେଇ ଯାଇକି ତା ନଡ଼ିଆ ବସାରେ ପଶିଗଲା। ସେ ଚିଲ ନଡ଼ିଆ ଗଛକୁ ଭାଙ୍ଗିବା ପାଇଁ ବହୁତ ଚେଷ୍ଟା କଲା, ହେଲେ ଭାଙ୍ଗି ପାରିଲା ନାହିଁ। ଇଏ ତ ବହୁତ ମଜବୁତ ଘର, ନାରିୟଲ କା ଘର। ସେଥିପାଇଁ ତୁ ବଞ୍ଚିଗଲୁ ଆଜି। ରହ, ଦଉଛି ତତେ। ତାପରେ ଚିଲ ସେଇଠାରୁ ଗଲା ଭାରି। ତାପରେ କଳା କାଉ ଟିକି ଚଢ଼େଇ ଘରକୁ ଗଲା। ଟିକି ଚଢ଼େଇ, ଆଜି ପୁଣି ଥରେ ତମେ ମୋ ଜୀବନ ବଞ୍ଚେଇ ଦେଲ। ମୁଁ କ'ଣ କଲି? କେମିତି? ସେ ଚିଲ ଆଜି ପଛେ ପଛେ ମୋ ଘର ପାଖକୁ ପଳେଇ ଆସିଲା। ବହୁତ ବହୁତ ଧନ୍ୟବାଦ ଟିକି ତୁମକୁ। ତୁମେ ହିଁ ନଡ଼ିଆର ବସା ବନେଇବା ପାଇଁ ଆମକୁ କହିଥିଲ। ନହେଲେ ମୁଁ ଆଜି ଚିଲ ପେଟରେ ହିଁ ଥାଆନ୍ତି। ସେଥିପାଇଁ ତ କହନ୍ତି ଲୋଭ କରିବା ଖରାପ କାମ। ତୁ ଆଉ କେବେ ଲୋଭ କରିବୁ ନାହିଁ। ତ ସାଙ୍ଗମାନେ, ଏ ଗପରୁ ଆମେ କ'ଣ ଶିଖିଲେ? ମିଛ କହିବା ନାହିଁ। ମିଛ କହିଲେ କାଉ ପରି ଏମିତି ଆମେ ଅସୁବିଧାରେ ହିଁ ପଡ଼ିବା।